ସୌଭାଗ୍ୟତା ତୁମ୍ଭ ସମସ୍ତଙ୍କ ପ୍ରତି ବାହୁଲ୍ୟ ପରିମାଣରେ ସଦା ସର୍ବଦା ବର୍ତ୍ତି ରହୁ ପ୍ରାର୍ଥନା କରିବା। ହେ ଆମ୍ଭମାନଙ୍କର ବାକ୍ୟ ରୂପୀ ସର୍ବଜଗତର ସୃଷ୍ଟିକର୍ତ୍ତା ଈଶ୍ୱର, ତୁମରି ପ୍ରଶଂସା ଧନ୍ୟବାଦ ଗୌରବ ଯୁଗେ ଯୁଗେ ହଉ। ତୁମରି ପବିତ୍ର ବାକ୍ୟ ଦ୍ୱାରା ତୁମେ ସର୍ବଜଗତକୁ ସୃଷ୍ଟି କରିଅଛ। ତୁମରି ପବିତ୍ର ବାକ୍ୟ ମନୁଷ୍ୟ ଜୀବନକୁ ପରିବର୍ତ୍ତନ করে। ତୁମରି ପବିତ୍ର ବାକ୍ୟକୁ ଧରି ଚାଲିବା ଲୋକମାନେ ସଦା ସର୍ବଦା ସେମାନେ ତୁମରି ସ୍ୱର୍ଗୀୟ ଆଶୀଷରେ ଭରପୁର ହୁଅନ୍ତି। ଆଜି ପ୍ରାତଃକାଳୀନ ସମୟରେ ତୁମରି ଦାସ ଦାସୀ ମାନେ ଅନଲାଇନ ମାଧ୍ୟମରେ ତୁମରି ପବିତ୍ର ବାକ୍ୟକୁ ଶୁଣିବା ନିମନ୍ତେ ଆତୁରତାର ସହ ଅପେକ୍ଷାରେ ଅଛନ୍ତି। ଏହି ମଣ୍ଡଳୀକୁ ପ୍ରଭୁ ତୁମେ ପ୍ରଚୁର ମଙ୍ଗଳ କର ଏବଂ ତୁମରି ପବିତ୍ର ଉପସ୍ଥିତି ପ୍ରତ୍ୟେକଙ୍କ ଜୀବନରେ ତୁମେ ଦାନ କର। ଧନ୍ୟବାଦ ଦେଇ ପ୍ରାର୍ଥନା ବାକ୍ୟ ରୂପୀ ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ଉତ୍ସର୍ଗ କରୁ, ଆମେନ୍। ସମୟ ବହୁତ ହେଇଗଲାଣି ମୋ ବାକ୍ୟ ମଧ୍ୟକୁ ଯିବାକୁ। Martin Luther says, the name of Jesus is a basis of Christian faith and redemption. Martin Luther କହନ୍ତି ଯୀଶୁଙ୍କର ନାମ ଖ୍ରୀଷ୍ଟୀୟ ବିଶ୍ୱାସୀ ବିଶ୍ୱାସିନୀ ମାନଙ୍କର ବିଶ୍ୱାସ ଏବଂ ଉଦ୍ଧାରର ଭିତ୍ତିମୂଳ ଅଟେ। ଏ ପବିତ୍ର ଅବସରରେ ଆମ୍ଭେମାନେ ଈଶ୍ୱରଙ୍କର ପବିତ୍ର ବାକ୍ୟରୁ କିଛି ଅଂଶ ପାଠ କରିବା ଧ୍ୟାନ ନିମନ୍ତେ ଯାହା ମାନେ ପ୍ରାପ୍ତ ହେବା ପ୍ରେରିତ ମାନଙ୍କ କାର୍ଯ୍ୟର ବିବରଣ ତାର 3 ପର୍ବ 1 ପଦରୁ 10 ପଦ ପର୍ଯ୍ୟନ୍ତ ଜଣେ ଶାସ୍ତ୍ରାଂଶଟିକୁ ପଢିବାକୁ ସାହାଯ୍ୟ କରିବେ। ପ୍ରେରିତ 3 ପର୍ବ ତାହାର 1 ପଦରୁ 10 ପଦ ପର୍ଯ୍ୟନ୍ତ। ଦିନେ ପ୍ରାର୍ଥନା ସମସ୍ତଙ୍କୁ ନମସ୍କାର, ପ୍ରେଜ୍ ଦ ଲର୍ଡ। ଦିନେ ପ୍ରାର୍ଥନାରେ ନିର୍ଦ୍ଦିଷ୍ଟ ସମୟରେ ଅର୍ଥାତ୍ ଅପରାହ୍ନ 3 ଘଣ୍ଟା ବେଳେ ପିତର ଓ ଜହନ ମନ୍ଦିରକୁ ଯାଉଥିଲେ। ଏପରି ସମୟରେ ମାତୃ ଗର୍ଭରୁ ଖଞ୍ଜ ଜଣେ ଲୋକ ବୁହା ହୋଇ ଯାଉଥିଲା। ମନ୍ଦିରରେ ପ୍ରବେଶ କରୁଥିବା ଲୋକମାନଙ୍କ ଠାରୁ ଭିକ୍ଷା ମାଗିବା ନିମନ୍ତେ ଲୋକେ ତାଙ୍କୁ ପ୍ରତିଦିନ ସେଥିର ସୁନ୍ଦର ନାମକ ଦ୍ୱାରରେ ରଖି ଦେଉଥିଲେ। ସେ ପିତର ଓ ଜହନଙ୍କୁ ମନ୍ଦିରରେ ପ୍ରବେଶ କରିବାକୁ ଉଦ୍ୟତ ଦେଖି ଭିକ୍ଷା ମାଗିବାକୁ ଲାଗିଲା। ପିତର ଓ ଜହନ ତା ପ୍ରତି ସ୍ଥିର ଦୃଷ୍ଟିରେ ଚାହିଁଲେ। ପୁଣି ପିତର କହିଲେ, ଆମ୍ଭମାନଙ୍କ ଆଡକୁ ଚାହଁ। ସେଥିରେ ସେ ସେମାନଙ୍କ ଠାରୁ କିଛି ପାଇବା ଆଶାରେ ସେମାନଙ୍କ ଆଡକୁ ଚାହିଁ ରହିଲା। କିନ୍ତୁ ପିତର କହିଲେ, ରୂପା କି ସୁନା ମୋହର ନାହିଁ, ମାତ୍ର ମୋହର ଯାହା ଅଛି ତାହା ମୁଁ ତୁମ୍ଭଙ୍କୁ ଦେଉଅଛି। ନାଜରେତୀୟ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଚାଲ। ପୁଣି ସେ ତାର ଡାହାଣ ହାତ ଧରି ତାକୁ ଉଠାଇଲେ। ସେଥିର ତତ୍କ୍ଷଣାତ୍ ତାର ପାଦ ଓ ଗୋଡର ଗଣ୍ଠି ସବୁ ବଳ ପାଇଲା। ଆଉ ସେ କୁଦା ମାରି ଠିଆ ହେଲା, ପୁଣି ଚାଲିବାକୁ ଲାଗିଲା। ଆଉ ସେ ଚାଲୁ ଚାଲୁ ଓ କୁଦା ମାରୁ ମାରୁ ପୁଣି ଈଶ୍ୱରଙ୍କର ପ୍ରଶଂସା କରୁ କରୁ ସେମାନଙ୍କ ସହିତ ମନ୍ଦିରରେ ପ୍ରବେଶ କଲା। ସେଥିରେ ଲୋକ ସମସ୍ତେ ତାହାକୁ ଚାଲିବା ଓ ଈଶ୍ୱରଙ୍କ ପ୍ରଶଂସା କରିବା ଦେଖିଲେ। ଆଉ ଯେଉଁ ଜଣକ ମନ୍ଦିରର ସୁନ୍ଦର ଦ୍ୱାର ନିକଟରେ ବସି ଭିକ୍ଷା କରୁଥିଲା, ଏ ସେହି ଲୋକ ବୋଲି ସେମାନେ ଚିହ୍ନିଲେ। ପୁଣି ତା ପ୍ରତି ଯାହା ଘଟିଥିଲା ତାହା ଦେଖି ସେମାନେ ଅତିଶୟ ବିସ୍ମୟାପନ୍ନ ଓ ଆଚମ୍ବିତ ହୋଇଗଲେ। ଆମେନ୍, ଆମେନ୍। ଧନ୍ୟବାଦ। ଖ୍ରୀଷ୍ଟରେ ପ୍ରିୟ ଉପସ୍ଥିତ ମଣ୍ଡଳୀ, ସର୍ବପ୍ରଥମେ ସର୍ବଶକ୍ତିମାନ ମହାନ ପରମେଶ୍ୱରଙ୍କର ପବିତ୍ର ନାମ ଧନ୍ୟବାଦ ହେଉ। ପ୍ରଭୁ ତାଙ୍କର ଅପାର ଅନୁଗ୍ରହ ଦୟା ଆଶୀର୍ବାଦ ଦ୍ୱାରା ଏହି ପ୍ରାତଃକାଳୀନ ସମୟରେ ତାଙ୍କର ପବିତ୍ର ଉପସ୍ଥିତିରେ ଆସିବା ନିମନ୍ତେ ସୁଯୋଗ ପ୍ରାପ୍ତ ହୋଇଅଛୁ। ପୁଣି ଥରେ ସେହି ମାର୍ଟିନ ଲୁଥରଙ୍କର କୋଟ୍ ମୁଁ ଆପଣମାନଙ୍କ ନିକଟରେ ରଖିବାକୁ ଚାହେଁ। ସେ କହନ୍ତି, the name of Jesus is a basic of Christian faith and redemption.
ଯୀଶୁଙ୍କର ନାମ ଖ୍ରୀଷ୍ଟୀୟ ବିଶ୍ୱାସୀ ବିଶ୍ୱାସିନୀ ମାନଙ୍କର ଏକ ବିଶ୍ୱାସ ଏବଂ ଉଦ୍ଧାରର ଭିତ୍ତିମୂଳ ଅଟେ। ସେ ମଧ୍ୟ କହନ୍ତି ଖ୍ରାଇଷ୍ଟ ୟୁନିକ୍ ଡିଭାଇନ୍ ଆଣ୍ଡ ହ୍ୟୁମାନ୍ ନେଚର and his power to redeem humanity from all sins and bondage ବୋଲି କରି ସେ କହନ୍ତି। ଜଗତର ଯେତେ ବଡ଼ ବନ୍ଧନ ହେଉନା କାହିଁକି ଜଣେ ମନୁଷ୍ୟକୁ ଆବୋଧ କଲେ ସୁଦ୍ଧା ଯୀଶୁଙ୍କର ନାମ ସେ ବନ୍ଧନରୁ ସେ ପାପରୁ ମୁକ୍ତ କରିଥାଏ। The Jesus name, it is not only a name. ଯୀଶୁଙ୍କର ନାମ ଗୋଟିଏ ନାମ ନୁହେଁ କେବଳ, କିନ୍ତୁ ଯୀଶୁଙ୍କର ନାମ ହେଉଛି ଇଟ୍ ଇଜ ଦ ଅଥରିଟି। ଯୀଶୁଙ୍କର ନାମ ହେଉଛି ଗୋଟିଏ କ୍ଷମତା, ଯୀଶୁଙ୍କର ନାମ ହେଉଛି ଗୋଟିଏ ଶକ୍ତି, ଯୀଶୁଙ୍କର ନାମ ହେଉଛି ପ୍ରିୟ ମଣ୍ଡଳୀ ଗୋଟେ ଟ୍ରାନ୍ସଫର୍ମେସନ ପାୱାର। ଆଉ ଯେଉଁମାନେ ଯୀଶୁଙ୍କର ନାମକୁ ଜୀବନରେ ରଖି ଆଗକୁ ବଢନ୍ତି ଜଗତର ପ୍ରତ୍ୟେକ ବିଷୟକୁ ଚିରିକି ଆଗକୁ ସେମାନେ ବଢି ପାରିବେ। The Jesus name not only the simple but it is the powerful name. ଯୀଶୁଙ୍କର ନାମ ଗୋଟିଏ ସାଧାରଣ ନୁହେଁ, କିନ୍ତୁ ଯୀଶୁଙ୍କର ନାମକୁ ଯେଉଁମାନେ ଜାଣନ୍ତି ସେମାନେ ଯୀଶୁଙ୍କର ଶକ୍ତି ସେ ରିଜରେକ୍ସନ ପାୱାରକୁ ସେମାନେ ଜାଣନ୍ତି। ମଣ୍ଡଳୀ ଆଜିର ଶାସ୍ତ୍ରାଂଶରେ ମଧ୍ୟ ଆମେ ମାନେ ଦେଖୁ ଯେ ଦିନେ 3 ଘଣ୍ଟା ବେଳେ ପିତର ଏବଂ ଯୋହନ ମନ୍ଦିରକୁ ଯାଉଥିଲେ। ଏହି ସମୟରେ ମାତୃଗର୍ଭର ଖଞ୍ଜକୁ କେତେ ଜଣ ବ୍ୟକ୍ତି ସେମାନେ ଉଠାଇ ମନ୍ଦିରର ସମ୍ମୁଖରେ ରହିଥିବା ସୁନ୍ଦର ନାମକ ଦ୍ୱାରରେ ଭିକ ମାଗିବା ନିମନ୍ତେ ରଖିଲେ। ଆଉ ପିତର ଏବଂ ଯୋହନ ଯାଉ ଯାଉ ସେମାନଙ୍କୁ ଦେଖିଲେ ଆଉ କହିଲେ ଯେ ମୋ ପାଖରେ ସୁନା କି ରୂପା ନାହିଁ, ମାତ୍ର ମୋର ଯାହା ଅଛି ତାହା ମୁଁ ତୁମକୁ ଦେଉଅଛି, ନାଜରେତୀୟ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଚାଲ। The power of the name of Jesus, ଯୀଶୁଙ୍କର ନାମର ଶକ୍ତି। ସେହି ଖଞ୍ଜ ବ୍ୟକ୍ତି ଯୀଶୁଙ୍କ ନାମରେ ସେ ଚାଲିଲା। ଆଜିର ଶାସ୍ତ୍ରାଂଶକୁ ଭିତ୍ତି କରି ମୋହର ଶିରୋନାମ ରଖିବି ମୁଁ ପ୍ରସଙ୍ଗ ରଖିବି ଆପଣମାନଙ୍କ ସମ୍ମୁଖରେ ରାଇଜ୍ ଅପ୍ ଆଣ୍ଡ ୱାକ୍। ରାଇଜ୍ ଅପ୍ ଆଣ୍ଡ ୱାକ୍, ଉଠ ଏବଂ ଚାଲ, ଉଠ ଏବଂ ଚାଲ। ପ୍ରିୟ ମଣ୍ଡଳୀ ଆଜିର ଶାସ୍ତ୍ରାଂଶରେ ମୁଁ ସ୍ୱତନ୍ତ୍ର ଭାବରେ ମୋର ପ୍ରଥମ ପଏଣ୍ଟ ମୁଁ ରଖିବି ଦ ଟ୍ରାନ୍ସଫର୍ମେସନ ଲାଇଫ। ଏଠାରେ ଆମେ ଯଦି ଦେଖିବା ପିତର ଏବଂ ଯୋହନ ଯେତେବେଳେ ମନ୍ଦିରକୁ ଯାଉଛନ୍ତି ସେହି ସମୟରେ ମାତୃଗର୍ଭର ଖଞ୍ଜକୁ କେତେ ଜଣ ବୁହା ହୋଇ ବହି ତାଙ୍କୁ ମନ୍ଦିରର ସମ୍ମୁଖରେ ଭିକ ମାଗିବା ନିମନ୍ତେ ରଖିଲେ। ଆଉ ଯେଉଁଠାରେ ରଖିଲେ ତାହାକୁ କୁହାଯାଏ ଦ ବିୟୁଟିଫୁଲ ଗେଟ୍, ଗୋଟେ ସୁନ୍ଦର ଗେଟ୍ ବୋଲି। ଗୋଟେ ସୁନ୍ଦର ଗେଟ୍ରେ ଦ ବ୍ରୋକେନ୍ ପିପଲ ସେଇଠି ଅଛି। ଗୋଟେ ବିୟୁଟିଫୁଲ ମାନେ ସ୍ଥାନରେ, ଗୋଟେ ସୁନ୍ଦର ନାମକ ସ୍ଥାନରେ ଗୋଟେ ବ୍ରୋକେନ୍ ଯିଏକି ଜନ୍ମରୁ ଖଞ୍ଜ ସେ ସେଇଠାରେ ଉପସ୍ଥିତ ମାନେ ଅଛି ଏବଂ ଭିକ ମାଗୁଛି। ତାର ଜୀବନର କୌଣସି ପରିବର୍ତ୍ତନ ନାହିଁ, ତାର ହୋପ ଅଛି ଯେ ଅନ୍ୟ ଉପରେ ଡିପେଣ୍ଡ କରି ସେ ବଞ୍ଚୁଛି। ସେ ସେଇଠି ବସିବାର କାରଣ ମନ୍ଦିରର ସମ୍ମୁଖରେ ସୁନ୍ଦର ନାମକ ଦ୍ୱାରର ସମ୍ମୁଖରେ ବସିବାର କାରଣ ସେ ଲୋକଙ୍କୁ ଭିକ ମାଗିବାର ଆଶା କରୁଥିଲା ଏବଂ ତୋ ଦ୍ୱାରା ତାର ମାନେ ଡେଇଲି ରୁଟିନ, ତୋ ଦ୍ୱାରା ତାର ଜୀବନ ଯାପନ ସେ କରୁଥାଏ। ସେ ମନ୍ଦିରର ବାହାରେ ଅଛି
କିନ୍ତୁ ମନ୍ଦିରର ଇନସାଇଡ ଭିତରକୁ ସେ ପ୍ରବେଶ କରିପାରୁନାହିଁ। ଅନେକ ସମୟରେ ପ୍ରିୟ ମଣ୍ଡଳୀ, ଆମର ଖ୍ରୀଷ୍ଟୀୟ ଜୀବନ ମଧ୍ୟ ସେହିପରି ଜୀବନ ଅଟେ। ଏହି ବ୍ୟକ୍ତି ପରି ଏ ବ୍ୟକ୍ତି ମଧ୍ୟ ପ୍ରତିଦିନ ପ୍ରତି ସପ୍ତାହ ସେ ଭିକ ମାଗିବା ନିମନ୍ତେ ମନ୍ଦିରକୁ ଯାଏ, କିନ୍ତୁ ତାହାର କୌଣସି ପରିବର୍ତ୍ତନ ନାହିଁ। ତାର କୌଣସି ଈଶ୍ୱରଙ୍କର ପ୍ରେଜେନ୍ସ ତାର ଜୀବନରେ ନାହିଁ। ମୋର କହିବାର ତାତ୍ପର୍ଯ୍ୟ, ଆମେମାନେ ମଧ୍ୟ ସବୁବେଳେ ପ୍ରାର୍ଥନା କରିଥାଉ, ଉପାସନା ଯାଇଥାଉ, ଆମେ ଅନଲାଇନ ପ୍ରାର୍ଥନା ମଧ୍ୟ କରିଥାଉ। ଯଦି ଆମମାନଙ୍କର ଜୀବନର ଯଦି ପରିବର୍ତ୍ତନ ନାହିଁ, ତେବେ ପ୍ରାର୍ଥନାର ଏବଂ ମଣ୍ଡଳୀ ଯିବାର କୌଣସି ଭ୍ୟାଲ୍ୟୁ ନାହିଁ। ଆମେ ସବୁବେଳେ ପ୍ରାର୍ଥନା କରୁ, ସବୁବେଳେ ଉପାସନା କରୁ, ସବୁବେଳେ ବାକ୍ୟ ପଢୁ, ସବୁବେଳେ ଗୀତ ଗାଉ, ଯଦି ଆମର ଜୀବନର ପରିବର୍ତ୍ତନ ନାହିଁ, ସେ ବ୍ୟକ୍ତି ପରି ପ୍ରତିଦିନ ଆସୁଥାଏ, ଭିକ ମାଗୁଥାଏ, ଘରକୁ ଯାଉଥାଏ, ସମାପନ ତାର ଲାଇଫ। ଆମେ ଗୋଟେ ଖ୍ରୀଷ୍ଟୀୟ ଜୀବନ ବି ସେମିତି ଜୀବନ କି ଆଉ କେମିତି ଜୀବନ? ସେଥିପାଇଁ ଆଜି ଜଣେ ଭାଇ ବହୁତ ସୁନ୍ଦର ଗୀତ ଗୋଟେ ପ୍ରେଜେଣ୍ଟ କଲେ। କାହିଁକି ପ୍ରଭୁ ବଦଳୁନି ମୋ ଜୀବନ, କାହିଁକି ବଦଳୁନି ଆମମାନଙ୍କର ଜୀବନ? ତ ଖ୍ରୀଷ୍ଟୀୟ ଜୀବନ ପ୍ରକୃତରେ ଗୋଟେ ପରିବର୍ତ୍ତନର ଜୀବନ, ଗୋଟେ ବଦଳିବାର ଜୀବନ। ଆମେ କାହିଁକି ପ୍ରାର୍ଥନା ଯାଉ? ଆମେ କାହିଁକି ବାଇବଲ ପଢୁ? ଆମେ କାହିଁକି ଈଶ୍ୱରଙ୍କର ସ୍ତବ ଗାନ କରୁ? ବିକଜ କାରଣ ଆମମାନଙ୍କର ଜୀବନ ଯେପରି ପରିବର୍ତ୍ତନ ହେବ, ଆଉ ସେଇ ଉଦ୍ଦେଶ୍ୟରେ ଆମେମାନେ ସବୁବେଳେ ପ୍ରାର୍ଥନା ଯାଉ, ବାଇବଲ ପଢୁ। ପ୍ରିୟ ମଣ୍ଡଳୀ, ଆଜି ଏହି ଶାସ୍ତ୍ରାଂଶରୁ ଆମକୁ ଶିକ୍ଷା ଦିଏ ଯେ ଦ ଟ୍ରାନ୍ସଫର୍ମେସନ ଲାଇଫ, ଗୋଟେ ପରିବର୍ତ୍ତନର ଜୀବନ। ଆଉ ଯଦି ପରିବର୍ତ୍ତନର ଜୀବନ ଯଦି ନାହିଁ, ତେବେ ସେଇଟା ଖ୍ରୀଷ୍ଟୀୟ ଜୀବନ ନୁହେଁ। ଅନେକ ଲୋକ ସେମାନେ ପ୍ରାର୍ଥନା ଯାଆନ୍ତି, ଦାନ ଦିଅନ୍ତି, ଦଶମାଂଶ ଦିଅନ୍ତି, ଚାନ୍ଦା ଦିଅନ୍ତି, ମାନତ ଦାନ ଦିଅନ୍ତି, ଈଶ୍ୱରଙ୍କର ଉପାସନା ଭୟଙ୍କର ମଜି ଯାଆନ୍ତି, କିନ୍ତୁ ଜୀବନର ଯଦି ପରିବର୍ତ୍ତନ ନାହିଁ, ତ କି ଲାଭ? ଜୀବନର ଯଦି ପରିବର୍ତ୍ତନ ନାହିଁ, ତ କି ଲାଭ? ସେଦିନ ଅପବ୍ୟୟ ପୁତ୍ର ସେ ପିତାଙ୍କ ନିକଟକୁ ସବୁ ଛାଡିକି ଫେରି ଆସିଲା। ଆରେ କହିଲା, ମୁଁ ତୁମର ପୁଅ ବୋଲି ଡକାଯିବାର ଯୋଗ୍ୟ ନୁହେଁ, କିନ୍ତୁ ତୁମର ଗୋଟିଏ ମୂଲ୍ୟା ପରି ରଖ ବୋଲି କହିଲା। କିନ୍ତୁ ସେ ପିତାଙ୍କର ଯୋଉ ବଡ ପୁଅ, ସେ ପିତାଙ୍କ ସହିତ ରହିଲେ ଏବଂ ପିତାଙ୍କର ଇଚ୍ଛା ବିରୁଦ୍ଧରେ ସେ କାମ କଲେ। ସେ କହୁଛନ୍ତି, ମୁଁ ଏତେ ବର୍ଷ ତୁମ ନିକଟରେ ଖଟିଲି, ମତେ ଗୋଟିଏ ଦିନ ହେଲେ ସାଙ୍ଗମାନଙ୍କ ସହିତ ଭୋଜି କରି ଗୋଟିଏ ବାଛୁରୀ ମାରିକି ଖାଇବାକୁ ମତେ ଅନୁମତି ଦେଲ ନାହିଁ। ସେ ମଧ୍ୟ ଆଉ ବି କହନ୍ତି, ଏଇ ଯେଉଁ ତୁମର ପୁଅ ଯେ କି ସମସ୍ତ ଧନ ସମ୍ପତ୍ତି ନେଇ ଉଡାଇ ବ୍ୟଭିଚାର କର୍ମ କଲା, ତେବେ ତାକୁ ସମସ୍ତ ବିଷୟ ଦଉଛ, କିନ୍ତୁ ମତେ ଦେଲ ନାହିଁ। ପ୍ରିୟ ମଣ୍ଡଳୀ, ସେ ଦୁଇ ଜଣ ମଧ୍ୟରୁ କିଏ ପ୍ରକୃତରେ ସେ ପିତାଙ୍କର ସହିତ ଥିଲା? ଅନେକ ଲୋକ କହିବେ ପିତାଙ୍କ ସହିତ ସେ ବଡ ପୁଅ ଥିଲା ବୋଲି, କିନ୍ତୁ ମୋର ସୀମିତ ଜ୍ଞାନରେ ପିତାଙ୍କ ସହିତ ସେ ବଡ ପୁଅ କେବେ ମଧ୍ୟ ରହି ନାହିଁ। ସେ ସାନ ପୁଅ ଅପବ୍ୟୟ ପୁତ୍ର ସେ ପିତାଙ୍କର ସହିତ ସବୁବେଳେ ରହିଥାଏ। ହୁଏତ ସେ ଦୂରରେ ରହିଥାଏ, କିନ୍ତୁ ସେ ପିତାଙ୍କୁ ମନେ ପକାଏ, ରିପେଣ୍ଟ କରିବାର ପୁନର୍ବାର ଫେରି ଆସେ, କିନ୍ତୁ ପିତାଙ୍କ ସହିତ ରହି ମଧ୍ୟ ସେ ପିତାଙ୍କୁ ଚିହ୍ନି ପାରିଲା ନାହିଁ ବଡ ପୁଅ। ମୁଁ ସେଥିପାଇଁ ତ ଆପଣ ମାନଙ୍କୁ ପ୍ରତ୍ୟେକଙ୍କୁ ଆହ୍ୱାନ କରେ, ଟ୍ରାନ୍ସଫର୍ମେସନ ୟୋର ଲାଇଫ, ଜୀବନକୁ ପରିବର୍ତ୍ତନ କରିବାର ଅଛି। ପ୍ରିୟ ମଣ୍ଡଳୀ, ଆମର ଜୀବନର ଯଦି ପରିବର୍ତ୍ତନ ନାହିଁ ଏବଂ ଖ୍ରୀଷ୍ଟୀୟ ଜୀବନ କାଟୁଛୁ, ତାହା ଖ୍ରୀଷ୍ଟୀୟ ଜୀବନ ନୁହେଁ। ସେଇଦିନ ମଧ୍ୟ ଯକ୍ଷ
ଯେ ଯୀଶୁଙ୍କୁ ଦେଖିବା ନିମନ୍ତେ ସେ ଗଲା, ଯୀଶୁଙ୍କୁ ଦେଖିବା ନିମନ୍ତେ ଗଲା। ଆଉ ଯୀଶୁଙ୍କୁ ଯେତେବେଳେ ସେ ଦେଖିପାରିଲା ନାହିଁ, ସେ ଗୋଟିଏ ଡିମ୍ବୁରି ବୃକ୍ଷରେ ଚଳିଲା। ଯୀଶୁ ଯାଉଥିବା ସମୟରେ ଯକ୍ଷଙ୍କୁ ଦେଖିଲା, କହିଲେ ହେ ଯକ୍ଷ ଓହ୍ଲାଇ ଆସ, ଆଜି ମୁଁ ତୁମ ଘରେ ରହିବା। ଯେତେବେଳେ ତାଙ୍କ ଘରେ ରହିବା ନିମନ୍ତେ ଯାଉଛନ୍ତି, ଅନେକ ଲୋକ କହିଲେ ଇଏ ପାପୀ ମାନଙ୍କ ସହିତ ରହିବା କଥା। ଯେତେବେଳେ ଯୀଶୁଙ୍କର ଉପସ୍ଥିତି ପ୍ରାପ୍ତ ହେଲେ, ଯେତେବେଳେ କହିଲେ ଯେ ଲୋକମାନେ ବଚସା କରି କହିଲେ ଯେ ଏ ଯୀଶୁ ପ୍ରକୃତରେ ପାପୀ ଘରେ ରହିବାକୁ ଗଲେ, ଅର୍ଥାତ୍ ଏ ଯୀଶୁ ମଧ୍ୟ ପ୍ରକୃତରେ ଜଣେ ପାପୀ ବୋଲିକରି ସେ ଲୋକମାନେ ବୁଝୁଥିଲେ। ସେ ଫାରୁସୀ ସାଧୁକି ମାନେ ଜିହୁଦୀ ମାନେ ବୁଝୁଥାନ୍ତି। କିନ୍ତୁ ସେଇ ସମୟରେ ଯକ୍ଷ ସେ ନିଜକୁ ଦେଖିଲେ ଆଉ ଯୀଶୁଙ୍କୁ ଦେଖିଲେ, ନିଜକୁ ଦେଖିଲେ ଏବଂ ଯୀଶୁଙ୍କୁ ଦେଖିଲେ। ଆଉ ଯୀଶୁ ଯେ ହୋଲି ଅଫ୍ ହୋଲି, ସେ ମହାପବିତ୍ର ଅଟନ୍ତି, ଆଉ ସେ ଯେ କେତେ ପାପୀ, ସେଥିପାଇଁ ସେ କହିଲେ ହେ ପ୍ରଭୁ, ମୁଁ ସମ୍ପତ୍ତିର ଅର୍ଥକ ଦରିଦ୍ର ମାନଙ୍କୁ ଦାନ କରୁଅଛି ଏବଂ ଅନ୍ୟାର ଯଦି କିଛି ନେଇଥାଏ 4 ଗୁଣ ମୁଁ ଫେରାଇ ଦେବି ବୋଲି ସେ କହିଲେ। ଦ ଟ୍ରାନ୍ସଫର୍ମେସନ ଲାଇଫ। ଯୀଶୁ ସେଇଠି ଗୋଟେ ବଡ ଜିନିଷ ଡିକ୍ଲେୟାର କଲେ, ଇଏ ମଧ୍ୟ ଅବ୍ରାହମଙ୍କର ଜଣେ ସନ୍ତାନ, এই ପରିବାର ମଧ୍ୟରେ ପରିତ୍ରାଣ ଉପସ୍ଥିତ ବୋଲି କରି ସେ ରିୱାର୍ଡ ଦେଲେ। ଇଟ୍ ଇଜ ଏ ବିୟୁଟିଫୁଲ ଟ୍ରାନ୍ସଫର୍ମେସନ ଲାଇଫ। ଆମେ ଯେତେବେଳେ ପ୍ରାର୍ଥନାକୁ ଯାଇଥାଉ, ଯେତେବେଳେ ଆମେ ପ୍ରଭୁଙ୍କର ଗୀତ ଗାଇଥାଉ, ଯେତେବେଳେ ଆମ୍ଭେମାନେ ନା ଦାନ ଦେଇଥାଉ, ସେତେବେଳେ ଗାଡ୍ସର ପ୍ରେଜେନ୍ସ ଆମେ ମାନେ ସବୁବେଳେ ପ୍ରାପ୍ତ ହେବା ଦରକାର ଅଟେ। এই ମାତୃ ଗର୍ଭର ଖଞ୍ଜ ସେ ପ୍ରାର୍ଥନା ଗୃହକୁ ତ ଗଲା, କିନ୍ତୁ ବାହାରେ ଈଶ୍ୱରଙ୍କର ଉପସ୍ଥିତି ପ୍ରାପ୍ତ ହେଇପାରୁନାହିଁ। ଈଶ୍ୱରଙ୍କର ପବିତ୍ରତାକୁ ସେ ଅନୁଭବ କରିପାରୁନାହିଁ। ତାର ଜୀବନର କୌଣସି ପରିବର୍ତ୍ତନ ହେଉନାହିଁ। ପ୍ରିୟ କଥା, ଆଜି ଆମ୍ଭେ ଆମମାନଙ୍କର ନିଜର ଜୀବନକୁ ଆମେ ପରିବର୍ତ୍ତନ କରିବା। ଆମର କଥାରେ, ବାର୍ତ୍ତାରେ, ଆମ ଚାଲି ଚଳନ ସ୍ୱଭାବରେ ପ୍ରତ୍ୟେକ ବିଷୟରେ ଆମମାନଙ୍କୁ ପରିବର୍ତ୍ତନର ଆବଶ୍ୟକ ଅଛି। ଆମେ ପ୍ରାତଃକାଳୀନ ସମୟରେ ଆମେ ଗୋଟେ ପ୍ରଭୁଙ୍କର ବାକ୍ୟ ଶୁଣିକି ଯାହା ଶୁଣିଛୁ ତାହାକୁ ଆମମାନଙ୍କର ଦୈନନ୍ଦିନ ଜୀବନରେ ବ୍ୟବହାର କରି ଆଗକୁ ବଢିବା ଏବଂ ପ୍ରାରମ୍ଭ କରିବା ଆଜିର ଦିନ। ଆଉ ତାହା ହେଉଛି ଆମମାନଙ୍କର ଖ୍ରୀଷ୍ଟିଆନ ଜୀବନର ଚରମ ଏବଂ ପରମ ଲକ୍ଷ୍ୟ ଅଟେ। ପ୍ରିୟ ମଣ୍ଡଳୀ, ପ୍ରିୟ ଈଶ୍ୱରଙ୍କର ଲୋକମାନେ, ପରବର୍ତ୍ତୀ ସମୟରେ ପିତର ଏବଂ ଯୋହନ ସେ ଯେତେବେଳେ ଭିକ ମାଗୁଥାଏ, ପିତର ଏକ ଦୃଷ୍ଟିରେ ଦେଖିଲେ ବୋଲି ଲେଖା ଅଛି। ପିତର ଏବଂ ଯୋହନ ଚାରିପଦରେ ତା ପ୍ରତି ସ୍ଥିର ଦୃଷ୍ଟିରେ ଚାହିଁଲେ। ମୁଁ ଏଠି କହିବାକୁ ଚାହେଁ, ମୋର ଦ୍ୱିତୀୟ ପଏଣ୍ଟ, ରିଭିଜନ ଦି ଆଲ୍ଟ୍ରୁଇଜମ। ଅନ୍ୟକୁ ସେବା କରିବାର ଗୋଟେ ମାନେ ଦୃଷ୍ଟି, ରିଭିଜନ, ପୁନଃଦୃଷ୍ଟି ବୋଲି ଆମେ କହିପାରିବା। ଅନେକ ଲୋକ ଅନେକ ଭାବରେ ସେବା କଲେ, ମାନେ ସେ ଯୋଉ ସୁନ୍ଦର ନାମକ ଦ୍ୱାରରେ ଅନେକ ଲୋକ ଜଣେ ପ୍ରାର୍ଥନା ଯାଉଥିଲେ, ମେ ବି ତାକୁ ଦେଖୁଥିବେ କି ନ ଦେଖୁଥିବେ, ତାକୁ ଫିଙ୍ଗି ଦଉଥିବେ, ଟଙ୍କା ନିଅ ଏଠି ପଇସା ଫିଙ୍ଗି ଦଉଥିବେ। କିନ୍ତୁ ଏ ମାନେ ସେ ପ୍ରକାର ଆଲ୍ଟ୍ରୁଇଜମ ବା ସେବା କଲେ ନାହିଁ। ଏ ପଦ ଶବ୍ଦ ବହୁତ ବଢିଆ ପଦ ଶବ୍ଦ, ଆଲ୍ଟ୍ରୁଇଜମ ମାନେ ସେବାକାରୀ, ଆଲ୍ଟ୍ରୁଇଷ୍ଟିକ ସେବାକାରୀ, ଏକ ନୂତନ ଭାବରେ ସେବା କରିବା, ରିଭିଜନ ସହିତ ସେବା କରିବା। ଅନ୍ୟକୁ ଦୁଇ ଜଣ ଯାଉଛନ୍ତି, ତାକୁ ଏକ ଦୃଷ୍ଟିରେ ତାକୁ ଚାହୁଁଛନ୍ତି। ଲୋକମାନେ ଯୋଉ ଦୃଷ୍ଟିରେ ଦେଖୁଥିଲେ ସେ ଦୃଷ୍ଟିରେ ନୁହେଁ, ଏକ ନୂଆ ଦୃଷ୍ଟିରେ ସେ ଦେଖୁଛନ୍ତି। ଏଠି ଲେଖା ଅଛି, ପିତର ଏବଂ ଯୋହନ ତା ପ୍ରତି ସ୍ଥିର ଦୃଷ୍ଟିରେ ଚାହିଁଲେ, ଏକ ନୂତନ ଦୃଷ୍ଟିକୋଣରୁ ତାକୁ ଦେଖିଲେ। ଆମର ଯୋଉ ସେବା ବି, ଆମର ସେବା ଗୋଟେ ପ୍ରକୃତରେ ଗୋଟେ ମାନେ ଏକ ଭିନ୍ନ ଚିନ୍ତାଧାରାର ସେବା ହେବା ଦରକାର। ଲୋକମାନେ ଯେପରି ସେବା କରୁଅଛନ୍ତି ସେ ପ୍ରକାର ସେବା ନୁହେଁ। ଆମର ସେବା କଣ ହେବା ଦରକାର
ଯେ ଗୋଟେ ଅବହେଳିତ କି ନେଗ୍ଲେକ୍ଟେଡ ସେବା ନୁହେଁ, କି କି ହେଉ ଜ୍ଞାନର ସେବା ନୁହେଁ, କିନ୍ତୁ ଆମର ସେବା ଅନ୍ୟ ପ୍ରତି ମାନେ ମାନେ ଆକ୍ୟୁରେଟ ଆଉ ଏକ୍ସାକ୍ଟଲି ସେବା ଦରକାର। ତାକୁ ତାକୁ ଦେଖୁଛନ୍ତି କଣ ନା ତାର ପ୍ରକୃତ ନିଡ୍ କଣ, ତାର ପ୍ରକୃତ ନିଡ୍ କଣ, ତାକୁ ଟଙ୍କାର ପ୍ରକୃତ ଆବଶ୍ୟକ ଅଛି କି କୋଉ ବିଷୟର ପ୍ରକୃତ ଆବଶ୍ୟକ ଅଛି, ସେଇଟାକୁ ରିଭିଜନ କଲେ ସେ ରିଭିଜନ ଦ ଆଲ୍ଟ୍ରୁଇଷ୍ଟିକ ମାନେ ତାଙ୍କର ସେବାର ଚିନ୍ତାଧାରାକୁ ସେଇଠି ଆମେ ଦେଖୁଛୁ ଯେ ଏ କେମିତି ହେଲେ ତାର ସବୁ ଲାଇଫ ପରିବର୍ତ୍ତନ ହେଇପାରିବ ସେଇଟାକୁ ସେ ଦେଖିଲେ। ଅନ୍ୟ ଲୋକମାନେ ସେଇଟାକୁ ଦେଖିଲେ ନା। ସେ କେମିତି ହଉ କଣ ହଉ ତାଙ୍କର କିଛି ଲେନା ଦେନା ନାହିଁ। ପଇସା ଦେଇଦେଲେ 5 ଟଙ୍କା 10 ଟଙ୍କା 20 ଟଙ୍କା ଯାହା ବି ଦେବାର ଅଛି ସେମାନେ ଦେଇ ପଳେଇ ଗଲେ। ମାତ୍ର ପିତର ଏବଂ ଯୋହନ ଯିଏକି ପ୍ରଭୁଙ୍କର ଶିଷ୍ୟ, ପ୍ରଭୁଙ୍କର ସେବକ, ଗୋଟେ ମିଶନାରୀ ବୋଲି ଆମେ କହିପାରିବା, ଗୋଟେ ପ୍ରକୃତ ଖ୍ରୀଷ୍ଟୀୟ ବ୍ୟକ୍ତି ବିଶେଷ ବୋଲି ଆମେ ସେମାନଙ୍କୁ କହିପାରିବା, ପ୍ରକୃତ ଖ୍ରୀଷ୍ଟିଆନ କ୍ୟାରେକ୍ଟର ବୋଲି କହିପାରିବା ସେମାନଙ୍କୁ ଆମେ। ସେମାନେ ଗୋଟେ ନୂତନ ଦୃଷ୍ଟିକୋଣର ସେମାନଙ୍କୁ ମାନେ ସେଇ ବ୍ୟକ୍ତିକୁ ଦେଖୁଛନ୍ତି, ଏକ ନୂଆ ଦୃଷ୍ଟିକୋଣର ସେବା ତାଙ୍କୁ କରୁଛନ୍ତି। ଆଜି ଆମେ କେମିତି ସେବା କରୁଛୁ ଆମମାନଙ୍କର ଫେଲୋ ହ୍ୟୁମାନ ବିଙ୍ଗ? ଆମର ସେବା କେମିତି ଅଛି ପ୍ରିୟ ମାନ? ଆମେ କେତେବେଳେ ସେବା କରିବା ଯେତେବେଳେ କି ଆମେ ପ୍ରକୃତରେ ମୁଁ ପ୍ରଥମ ପଏଣ୍ଟ କହିଲି ଯେ ଟ୍ରାନ୍ସଫର୍ମେସନ ଲାଇଫ, ଆମ ଜୀବନ ଯଦି ପରିବର୍ତ୍ତନ ହେଇଛି ତେବେ ଯାଇକି ଆମେ ଏକ ନୂତନ ଦୃଷ୍ଟିକୋଣରେ ଆମେ ମାନେ ସେବା କରିପାରିବା। ମୁଁ ଏଠି କହିବାଟା ଟିକେ ମାନେ ଭଲ ମାନେ କେତେ ଦୂର ଭଲ ହେବ କିନ୍ତୁ ମୁଁ କହିବାକୁ ଚାହେଁ, ମୋର କିଛି ଦିନ ପୂର୍ବେ ମୋର ମାନେ ବାବୁଙ୍କର ଜନ୍ମ ଦିବସ ଥିଲା। ଆଉ ଜନ୍ମ ଦିବସରେ ମୁଁ ସବୁବେଳେ ନା ମାନେ ଏକ୍ସପେନ୍ସିଭ, ଆପଣ ମାନେ ସମସ୍ତେ ଜାଣନ୍ତି, ଡ୍ରେସ ପଟା ଖାନା ପିନା ତତ୍ ସହିତ କେକ୍ କାଟିଂ, ଲୋକଙ୍କୁ ଡାକିବା, ଭୟଙ୍କର ମଜା ମଜଲିସ କରିବା। ମୁଁ ନିଜେ ଚିନ୍ତା କଲି ଯେ ଇଟ୍ ଇଜ ନଟ୍ ଗୁଡ୍। ମୁଁ ଗୋଟେ ପାଷ୍ଟର ଭାବରେ ମୁଁ କଣ କରୁଛି, ଏଇଟା ମୁଁ କୋଉ ରାସ୍ତାରେ ମୋର ମଣ୍ଡଳୀକୁ ମାନେ ମୁଁ ଅନ୍ୟକୁ ମାନେ ଶିକ୍ଷା ଦେଉଛି। ମତେ ବେଶୀ ପ୍ରଭାବିତ କଲା ଯେ ସେଇଦିନ ଆୟୁବଙ୍କର ମାନେ ସେ ଘଟଣା, ଯୋଉ ଘଟଣା କି ଆୟୁବ ଅନେକ ସମୟରେ ତାଙ୍କର ପୁଅ ଝିଅ ମାନଙ୍କର ଦିନରେ ବୋଲି ଲେଖା ଅଛି, ଦିନରେ ଏମାନେ କିଏ ଜାଣେ ପାପ କରିଥିବେ ବୋଲି ମାନେ ହମାର୍ଥକ ପାପାର୍ଥକ ବଳି ସେ ଉତ୍ସର୍ଗ କରୁଥିଲେ ବୋଲିକି ସେଇଠି ଲେଖା ଅଛି। ତେବେ ମୁଁ ମୋର ଲିମିଟେସନ ଚିନ୍ତାରେ ମୁଁ ଇଣ୍ଟରପ୍ରେଟ କଲି ଯେ ଆୟୁବଙ୍କର ମାନେ ପୁଅ ଝିଅ ମାନଙ୍କର ଜନ୍ମ ଦିବସରେ ଯଦି ସେ ଗୋଟେ ନୂତନ ଦୃଷ୍ଟିକୋଣର ସେବା ଯଦି କରୁଛି, ହମାର୍ଥକ ପାପାର୍ଥକ ବଳି ଉତ୍ସର୍ଗ କରୁଛି ବୋଲେ ମୁଁ ମଧ୍ୟ ମୋର ପୁଅ ମାନଙ୍କର ଦିନରେ ମେ ବି ମାନେ ବିଭିନ୍ନ ଲୋକମାନଙ୍କ ନିକଟ ଯେଉଁମାନେ କି ମାର୍ଜିନ ସବାଲଟେନ ଅଛନ୍ତି, ଦରିଦ୍ର ଅଛନ୍ତି, ସେମାନଙ୍କର ପାଖରେ ମୁଁ କିଛି ଗୋଟେ ଦେଲେ ମେ ବି ସେମାନେ ଖୁସି ହେବେ ସେ ଲୋକମାନେ ବୋଲି ମୁଁ ଭାବିଲି। ଆରେ ମୁଁ କହିବାକୁ ଚାହିଁଲେ ମୁଁ କୋଉଠି କଲି କଣ କଲି, ମାତ୍ର ମୁଁ ଯୋଉଟା କଲି ମୁଁ ପ୍ରକୃତରେ ସାଟିସ୍ଫାକ୍ସନ ଅଛି। ସେଇଟା ମୁଁ ପ୍ରକୃତରେ ସାଟିସ୍ଫାକ୍ସନ ଅଛି ଯେ ମୁଁ ପ୍ରକୃତରେ କିଛି କରିପାରିଲି ମୋର ପୁଅ ଝିଅ ମାନଙ୍କର ପାଇଁ। ଆରେ ମୋର ପୁଅ ଯେତେବେଳେ ସେ ବଡ ହେବ ସେ ଜାଣିବ ଯେ ମୋର ଡାଡି ଯେତେବେଳେ ମୋର ବାର୍ଥଡେ ଆସୁଥିଲା ଅନ୍ୟକୁ ସାହାଯ୍ୟ କରୁଥିଲେ ବୋଲି ସେ ଜାଣିବ। ଇଟ୍ ଇଜ ୱାନ୍ ଅଫ ଦି ଟ୍ରେଣ୍ଡ ରିଭିଜନ ଦି ଆଲ୍ଟ୍ରୁଇଷ୍ଟିକ। ଆମେ ଆମର ଦୃଷ୍ଟିକୋଣକୁ ଆମେ ଚେଞ୍ଜ କରିବାର ଅଛି। ଜଗତ ଯୁଆଡେ ଯିବ ସେ ମୁଁ ତାର ତଳେ ସେମିତି ଆମେ କହିଲେ ତାକୁ, ସେ କହିଲେ ଯେ ମୁଇଁ ତତେ ସୁନା କି ରୂପା ମୁଇଁ ଦେବି ନାହିଁ, ମୋ ପାଖରେ ନାହିଁ ସେ ସବୁ। କାହାର ପାଖରେ ଅଛି? ଏଇଟା ୱାର୍ଲଡ ପାଖରେ ଅଛି, ଜଗତ ପାଖରେ ଅଛି। ସେଇଟା ସୁନା ଅଛି, ଧନ ଅଛି, ସମ୍ପତ୍ତି ଅଛି, ସବୁ ଜିନିଷ ଅଛି, କିନ୍ତୁ ଗୋଟେ ଖ୍ରୀଷ୍ଟିଆନ ପାଖରେ କଣ ଅଛି? କଣ ଅଛି ପ୍ରିୟ ମଣ୍ଡଳୀ? କଣ ଆପଣ ମାନେ ଦେଇପାରିବେ? What you will give others? ଆପଣ କଣ ଦେଇପାରିବେ? Anyone to say? କିଏ କହିବାକୁ ଚାହଁ କି କଣ ଆପଣ ମାନେ ଦେଇପାରିବେ ଅନ୍ୟକୁ? Thank you. ଆମେ ଗୋଟେ ବିଷୟ ଦେଇପାରିବା, ସେଠି ଲେଖା ହଉଛି ଇନ୍ ଦ ନେମ୍ ଅଫ ଜିସସ୍। ଜଗତ ଧନ ସମ୍ପତ୍ତି, ଜଗତ ମାନ ସମ୍ମାନ
ଜଗତ ସୁନା ରୂପା ହୀରା ମୋତି ମାଣିକ ସବୁ କିଛି ଦେଇପାରିବ, ଏ ଜଗତ ଦେଇପାରିବ, କିନ୍ତୁ ଚର୍ଚ୍ଚ ମଣ୍ଡଳୀ ଆଜି ଗୋଟେ ଖ୍ରୀଷ୍ଟିଆନ ବ୍ୟକ୍ତି ବିଶେଷ ଆଜି ଅନ୍ୟକୁ କଣ ଦେଇପାରିବ? ଦ ନେମ୍ ଅଫ ଜିଜସ୍, ଯୀଶୁଙ୍କର ନାମ ଦେଇପାରିବ, ଯୀଶୁଙ୍କର ନାମ ଦେଇପାରିବ। ସେ ଏକ ନୂତନ ଦୃଷ୍ଟିକୋଣକୁ ସେ ଦେଖିଲେ ସେବା କରିବାର, ଏବଂ ତାକୁ କିଛି ଦେଇନାହାନ୍ତି, ଗୋଟେ ଜିନିଷ ଦେଲେ, ଇନ୍ ଦ ନେମ୍ ଅଫ ଜିଜସ୍ ଦେଲେ, ଯୀଶୁଙ୍କୁ ଦେଲେ। ସେଥିପାଇଁ ଆଜି ମାର୍ଟିନ ଲୁଥରର ସେ ବିଷୟ କହିବାକୁ ଚାହୁଁଥିଲି, ଦ ନେମ୍ ଅଫ ଜିଜସ୍ is a basis of Christian faith and redemption. ଯୀଶୁଙ୍କର ନାମ ଯଥେଷ୍ଟ ଖ୍ରୀଷ୍ଟିଆନ ବିଶ୍ୱାସ ଏବଂ ବିଶ୍ୱାସୀ ମାନଙ୍କର ବିଶ୍ୱାସ ଏବଂ ଉଦ୍ଧାରର ଭିତ୍ତିମୂଳ। କଣ? ଯୀଶୁଙ୍କର ନାମ ହିଁ ବିଶ୍ୱାସ ଏବଂ ଉଦ୍ଧାରର ଭିତ୍ତିମୂଳ ଅଟେ। ପ୍ରିୟ ମଣ୍ଡଳୀ, without Jesus there is not a Christian life. ଯୀଶୁଙ୍କର ନାମ ହିଁ ଏପରି ଏକ ନାମ ଅଟେ ଯେଉଁ ନାମରେ କି ଶକ୍ତି ଅଛି, କ୍ଷମତା ଅଛି, ବଳ ଅଛି, ସମସ୍ତ ବିଷୟ ନିହିତ ହୋଇଅଛି। ପ୍ରିୟ ମଣ୍ଡଳୀ, ପ୍ରିୟ ଈଶ୍ୱରଙ୍କ ଲୋକମାନେ, ଆଜି ସେ ପାଖରେ ମୁଁ କହିବାକୁ ଚାହେଁ ଯେ କେବଳ ଯୀଶୁଙ୍କର ନାମ ଦେଲେ ଏବଂ ତାଙ୍କ ପାଖରେ ଗଲେ, ଆଉ ସେଠି କଣ କହୁଛନ୍ତି? ତାଙ୍କ ଡାହାଣ ହାତ ଧରି ତାହାକୁ ଉଠାଇଲେ ବୋଲି ଲେଖା ଅଛି। The touch, the human, the Christian touch itself, the God's touch. କେତେ ବଡ ଟଚ୍ ଗୋଟେ କଲେ ଦେଖନ୍ତୁ, ସେ ଟଚ୍ ର ପାୱାର ମାନେ ଶକ୍ତି କେତେ ଅଛି ଆପଣ ମାନେ ଭାବନ୍ତୁ। ପିତର ଯୋହନ ଯେତେବେଳେ ଡାହାଣ ହସ୍ତକୁ ଧରୁଛନ୍ତି, ତାର ପାୱାର ଭୟଙ୍କର, ମାନେ ଏଠି ପିତର ସେ ଧରୁଛନ୍ତି ତା ନୁହେଁ। ସେଥିପାଇଁ କହିଲି ଯେ ଦ ହ୍ୟୁମାନ୍ ଟଚ୍, ଖ୍ରୀଷ୍ଟିଆନ ଟଚ୍ ଇଟସେଲ୍ଫ ଦି ଗଡ୍ସ ଟଚ୍। ଆଜି ଆମର ଯୋଉ ସ୍ପର୍ଶ, ଆମର ଯୋଉ ହସ୍ତର ସ୍ପର୍ଶ ଲୋକମାନଙ୍କ ପାଇଁ ଦ ଗଡ୍ସ ଟଚ୍ ହେବା ଦରକାର। ଈଶ୍ୱର ମତେ ଛୁଇଁଲେ ବୋଲି ତାଙ୍କର ଅନୁଭବ ହେବା ଦରକାର, ପାୱାର ରହିବା ଦରକାର ସେଇଠି ଆମର ଟଚ୍। ସେଦିନ ମଧ୍ୟ ଯୀଶୁ ପୋଦର ଗ୍ରସ୍ତ ରୋଗୀକୁ ଗୋଟେ ସ୍ପର୍ଶ ଦେଲେ, ସେ ଯେତେବେଳେ ଛୁଇଁ ଦେଲା ସେଠୁ ଶକ୍ତି ନିର୍ଗତ ହେଲା। ଆଜି ପିତ ଏବଂ ଯୋହନ ଯେତେବେଳେ ଛୁଉଁଛନ୍ତି, ତାକୁ ଧରୁଛନ୍ତି, ଛୁଉଁଛନ୍ତି, ସେତେବେଳେ ଲେଖା ଅଛି ତତ୍କ୍ଷଣାତ୍ ତାହାର ପାଦ ଗୋଡର ଗଣ୍ଠି ସବୁ ବଳ ପାଇଲା। ଏଇଟା ଗୋଟେ ହ୍ୟୁମାନ୍ ର ଟଚ୍ ରେ ନାହିଁ। ଅନେକ ସମୟରେ ମନୁଷ୍ୟର ଟଚ୍ ରେ ଏମିତି କରିଦେଇଥିବୁ ଆମେ, ଆମ ଡ୍ରେସ୍ ପଟାକୁ ଫିଙ୍ଗା ଫିଙ୍ଗି କରିକି ଆମେ କରୁଥିବୁ। There is no power without the Jesus. ଯୀଶୁଙ୍କର ବ୍ୟତୀତ ସେଠି କୌଣସି ଶକ୍ତି ନାହିଁ। ଯୀଶୁଙ୍କର ନାମ ସବୁଠୁ ବଡ ଶକ୍ତି, ଆଉ ସେ ଯୀଶୁଙ୍କର ନାମ ର ପରିଚୟ ଏ ପିତର ଏବଂ ଯୋହନ ପ୍ରାପ୍ତ ହୋଇଛନ୍ତି। ଆଉ ସେଇ ନାମରେ ସେମାନଙ୍କୁ କଣ କରୁଛନ୍ତି? ଉଠାଉଛନ୍ତି। ସେମାନେ ଉଠାଉନାହାନ୍ତି, ମାତ୍ର ସେଇଠି ଉଠାଉଛନ୍ତି କିଏ? ନା ସ୍ୱୟଂ ଗଡ୍। କାରଣ ମୁଁ ସେଥିପାଇଁ କହୁଛି ଯେ ଗୋଟେ ହ୍ୟୁମାନ୍ ଟଚ୍ ଇଟସେଲ୍ଫ ଦ ଗଡ୍ସ ଟଚ୍। ଗୋଟେ ମନୁଷ୍ୟର ମାନେ ସ୍ପର୍ଶ ହିଁ ପ୍ରକୃତର ଈଶ୍ୱରୀୟ ସ୍ପର୍ଶ। ଆଉ ଯେତେବେଳେ ଗାଡ୍ ସ୍ପର୍ଶ କରନ୍ତି ବା ଗାଡ୍ ଯେତେବେଳେ ଇଣ୍ଟରଭେନସନ କରନ୍ତି, ସେ ଖଞ୍ଜ ନିକଟରେ ଇଣ୍ଟରଭେନସନ କଲେ ଈଶ୍ୱରଙ୍କର ନାମ, ଆଉ ସେଠି ଲେଖା ଅଛି କୁଦା ମାରି ଠିଆ ହେଲା, ଚାଲିବାକୁ ଲାଗିଲା, ଆଉ ଚାଲୁ ଚାଲୁ ଈଶ୍ୱରଙ୍କର ଗୌରବ ପ୍ରଶଂସା କଲା। ଶେଷରେ ମୁଁ କହିବାକୁ ଚାହେଁ, ଯୀଶୁ ଯେତେବେଳେ ଜଣେ ମନୁଷ୍ୟ ମଧ୍ୟରେ ତାଙ୍କର ପ୍ରେଜେନ୍ସ ଦେବେ, ତାଙ୍କର ଇଣ୍ଟରଭେନସନ ଦେବେ, ଫାର୍ଷ୍ଟ ଜିନିଷ ସେ କୁଦା ମାରି ଚାଲିବା ଗୋଟେ ଖ୍ରୀଷ୍ଟିଆନ ହେବା ଦରକାର। କୁଦା ମାରି ଚାଲିବା ଗୋଟେ ଖ୍ରୀଷ୍ଟିଆନ ହେବା ଦରକାର। କୁଦା ମାରିବା, ଜମ୍ପ, ଲିପ୍, ୱାକ୍ ଏଣ୍ଡ ପ୍ରେଜ୍ ଗଡ୍, ଏ ତିନି ପ୍ରକାର ଖ୍ରୀଷ୍ଟିଆନ ହେବା ଦରକାର। କୁଦା ମାରିବା ଖ୍ରୀଷ୍ଟିଆନ, ଚାଲିବା ଖ୍ରୀଷ୍ଟିଆନ, ଈଶ୍ୱରଙ୍କର ସ୍ତବ ଗାନ କରିବା ଖ୍ରୀଷ୍ଟିଆନ ହେବା ଦରକାର।
ମଣ୍ଡଳରେ ଆଜି ମୁଁ ଆପଣମାନଙ୍କ ନିକଟରେ ଏଇ ତିନୋଟି ବିଷୟ ରଖିବାକୁ ଚାହେଁ। ପ୍ରଥମ ବିଷୟ ଦ ଟ୍ରାନ୍ସଫର୍ମେସନ ଲାଇଫ। ସେ ଖଞ୍ଜ ସବୁବେଳେ ଆସୁଥାଏ, ଘରକୁ ଯାଉଥାଏ। ଆମେ ବି ସବୁବେଳେ ପ୍ରାର୍ଥନା ଆସୁଥିବୁ, ଅନଲାଇନ ଜଡ଼ିତ ହଉଥିବୁ। ଯଦି ଆମର ଜୀବନର ପରିବର୍ତ୍ତନ ନାହିଁ ତେବେ ଜୀବନର କୌଣସି ଭ୍ୟାଲ୍ୟୁ ନାହିଁ, ଖ୍ରୀଷ୍ଟିଆନ ଜୀବନ ନାହିଁ। ଦ୍ୱିତୀୟ ବିଷୟ ମୁଁ ଆପଣମାନଙ୍କ ନିକଟରେ ରଖିବାକୁ ଚାହିଁଲି ଯେ ରିଭିଜାଇନ ଦି ଆଲ୍ଟ୍ରୁଇଷ୍ଟିକ। ଆମର ଦୃଷ୍ଟି ଶକ୍ତି, ସେବା କରିବାର ଦୃଷ୍ଟି ଶକ୍ତି, ଅନ୍ୟକୁ ସେବା କରିବାର ଦୃଷ୍ଟିକୋଣ ଆମେ ପରିବର୍ତ୍ତନ କରିବାର ଅଛି। ଆମ ନ୍ୟୁ ପର୍ସପେକ୍ଟିଭ ସହିତ ଆମେ ଆମ ଖ୍ରୀଷ୍ଟ ଜୀବନକୁ ଆଗକୁ କଢେଇ ନେବାର ଅଛି। ତୃତୀୟରେ ଆମେ ଏପରି ଏକ ଖ୍ରୀଷ୍ଟିଆନ ହେବା ଦରକାର ଯୋଉ ଖ୍ରୀଷ୍ଟିଆନ କି କୁଣ୍ଡ ମାରିକି ଠିଆ ହେବ। ସେଇ ପ୍ରକାର ଖ୍ରୀଷ୍ଟିଆନ ନାହିଁ ଯୋଉଟା କି ମାନେ ତାକୁ ଆଣୁଥିଲେ, ରଖୁଥିଲେ, ଆଉ ସେ ସବୁ ପଇସାକୁ ସେ ଲୋକମାନେ ଉଠାଇକି ନେଇଯାଇଥିଲେ, ଆଉ ବି ସେ ତାକୁ ଉଠାଉଥିଲେ, ନେଉଥିଲେ। ନାଇଁ, ଲୋକମାନେ ଆଣୁଥିଲେ ଆଉ ବସାଉଥିଲେ ଭିକ ମାଗେ ବୋଲିକି। ମାତ୍ର ଏଇଠି ପିତର ଏବଂ ଜୋହନ ଭିକ ମାଗ ବୋଲି ନାହିଁ, ଏକ୍ସାକ୍ଟ ନିଡ୍ କଣ ତାକୁ କହିଲେ, ଆଉ ସେ ବସୁଆ ଲୋକଙ୍କୁ ସେ ଉଠାଇଲେ। ରାଇଜ ଆଣ୍ଡ ୱାକ୍ ଉଠାଇଲେ। ଆମେ ଉଠିବା ଖ୍ରୀଷ୍ଟିଆନ ହେବାର ଅଛି, କୁଣ୍ଡା ମାରିବା ଖ୍ରୀଷ୍ଟିଆନ ହେବାର ଅଛି, ଚାଲିବା ଖ୍ରୀଷ୍ଟିଆନ ହେବାର ଅଛି ଏବଂ ଈଶ୍ୱରଙ୍କ ସ୍ତବ ଗାନ କରିବା ଖ୍ରୀଷ୍ଟିଆନ ହେବାର ଅଛି। ଯଦି ଏତେ ଆମର ଜୀବନରେ ରହୁଛି ପ୍ରିୟ ମଣ୍ଡଳୀ, ତେବେ ଆମେମାନେ ପ୍ରକୃତରେ ଆମମାନଙ୍କୁ ଲୋକମାନେ ଦେଖି ବିଶ୍ୱାନ୍ୱିତ ହେବେ। ଏଠି ଲେଖା ଅଛି ଶେଷ ପଦରେ, ଯେଉଁ ଜଣକୁ ସୁନ୍ଦରର ମନ୍ଦିରର ସୁନ୍ଦର ଦ୍ୱାର ନିକଟରେ ବସି ଭିକ କରୁଥିଲା, ଏ ସେହି ଲୋକ ବୋଲି ସେମାନେ ଚିହ୍ନିଲେ। ପୁଣି ତା ପ୍ରତି ଯାହା ଘଟିଥିଲା ତାହା ଦେଖି ସେମାନେ ଅତିଶୟ ବିସ୍ମୟପନ୍ନ ଓ ଆଚମ୍ବିତ ହୋଇଗଲେ। ସେଟା ହଉଛି ସବୁଠୁ ପାୱାରଫୁଲ। ଆମର ମଣ୍ଡଳୀକୁ ଦେଖିକି ଆଜି ଲୋକ ପ୍ରକୃତରେ ବିସ୍ମୟାନ୍ୱିତ ହଉଛନ୍ତି କି? ହଁ, ହେଉଥିବେ, କାରଣ ବଡ ବଡ ମଣ୍ଡଳୀରେ ଆମମାନେ ଅଛୁ। ସେ ସୁନ୍ଦର ନାମକ ଦ୍ୱାର ବି ସୁନ୍ଦର ବୋଲି ଲେଖା ଥିଲା, ସୁନ୍ଦର ବୋଲି, ବା ବ୍ୟୁଟିଫୁଲ ଗ୍ୟାଟ୍, ମାତ୍ର ଗୋଟେ ବ୍ୟୁଟିଫୁଲ ଲାଇଫ ନାହିଁ ସେଇଠି। ମେ ବି ଆଜିକାଲି ଚର୍ଚ୍ଚ ମାନେ ମଧ୍ୟ ବଡ ବଡ ଚର୍ଚ୍ଚ, ଭୟଙ୍କର ବଡ ବଡ ଚର୍ଚ୍ଚ, ଲୋକ ଦେଖିଲେ ବାପରେ ଭୟଙ୍କର ଅଛି ବୋଲି କହିବେ, ମାତ୍ର ରିଏଲ ଚର୍ଚ୍ଚ ଆମେ we are the temple of God। ଆମ୍ଭ ମାନଙ୍କର ସ୍ୱଭାବ କ୍ୟାରେକ୍ଟରକୁ ଦେଖିକି ଲୋକମାନେ ଏଷ୍ଟୋନିଶ, ବିସ୍ମୟପନ୍ନ ହେଉଛନ୍ତି କି ନାହିଁ, ଆଶ୍ଚର୍ଯ୍ୟ ହେଉଛନ୍ତି କି ନାହିଁ, ଆଚମ୍ବିତ ହେଉଅଛନ୍ତି କି ନାହିଁ, ତାହା ହେଉଛି ପ୍ରଶ୍ନର ବିଷୟ। ତେବେ ମୁଁ ପୁଣି ଥରେ ଆଜିର ଥିମ୍କୁ ଆପଣମାନଙ୍କ ନିକଟ ରଖିବି, ଉଠ ଏବଂ ଚାଲ। ସମସ୍ତ ପ୍ରକାର ବନ୍ଧନରୁ ଉଠ ଏବଂ ଚାଲ, କାରଣ ସେ ରିଜରେକ୍ସନ ପାୱାର ଆମମାନଙ୍କର ସହିତ ଅଛନ୍ତି। ସେଇ ପାୱାର ସହିତ ଆମେ ଉଠିକି ଆଗକୁ ବଢି ପାରିବା, ଏକ ଉତ୍ତମ ଖ୍ରୀଷ୍ଟୀୟ ଜୀବନ ଯାପନ କରିବା। ପ୍ରଭୁଙ୍କର ଏ ପବିତ୍ର ଜୀବନ୍ତ ବାକ୍ୟର ସମସ୍ତ ପ୍ରକାର ଆଶୀର୍ବାଦ, ଅନୁଗ୍ରହ, ଦୟା ଅନଲାଇନ ମାଧ୍ୟମରେ ରହିଥିବା ପ୍ରତ୍ୟେକ ଈଶ୍ୱରଙ୍କର ଲୋକମାନଙ୍କ ପ୍ରତି ସଦା ସର୍ବଦା ବର୍ତ୍ତି ରହୁ। ଆମେନ୍। ଆମେନ୍।